सब्जेक्ट कहतु कौन करवा आलोचना आज कहे कि सब्जेक्ट कथा गोबर सिंह दी जन तीन जन फेलुअर थिले तीन जन भीतर दी जन को मारदेला सोले पिक्चर दी जन मारदेला परे आउ जो मैंने कालिया गोबर सिंह कहे तेरा क्या होगा रे कालिया तेरा क्या होगा रे कालिया मैंने दी जन को मारदेली तू तो 3 नंबर तोर कौन हम ए मारदेला हसी हसी मारदेला तेणु जीवनर मृत्यु जीवन मृत्यु गोटे मुद्रार दुई पार्श्व माने जीवन जोठी अच्छे मृत्यु भी सही अच्छे जदि जीवन न था मृत्यु कहीं था जदि जीवन न था मृत्यु कहीं था कौन तेणु जीवन नहीं आस माने मृत्यु को लेकिन जीव मृत्यु सहित जीवन लगिकी रही तेणु सी तो डायलॉग थिला सोले रे गोबर सिंह आमे से माने सचेतन हवा दरकार मृत्यु अनिवार्य मृत्यु निश्चिंत हब नुहे मृत्यु अनिवार्य सेटा केवे चिंता कले कि ना जो गंठिले हम बांधिक रखीजे से गंठिल की धरी बसवा कि जदि दृढ़तार सहित अतिमात्रार सहित एकाग्रतार सहित विचार पूर्वक बुद्धि पूर्वक ज्ञान रे समस्त आकलन करी जदि गोटे मनीष चिंता करे अरे मोर तो मृत्यु हब ही हब ही हब ताहले ता भितरे वैराग्य जागृत हो मृत्यु ना शुणिले वैराग्य जागृत हुए कहार जीवन जीवंत शक्ति रे वैराग्य जागृत हवाटा स्वाभाविक नुहे थिले भी आसीबन आसीबो कोठी ना जिते जानिबो ये जो प्लेस टारे मु अच्छी पृथ्वी प्लेटफॉर्म रे मते मिली एटा अस्थायी पूर्ण अस्थायी एयर क्रैश है केते 200 लोक मरी गले नियर अबाउट केते 200 केते ना मरी गले मृत्यु अनिवार्य मृत्यु निश्चिंत मृत्यु निश्चिंत कन्फर्म पूरा ना नहीं कन्फर्म नुहे पूर्ण कन्फर्म मृत्यु निश्चिंत कन्फर्म हेले तुम्हें रेल टिकेट करिछ कन्फर्म माने जानिछ निश्चिंत मोर सीट अछि कन्फर्म हेला एटी मृत्युटा निश्चिंत बोले जानतु निश्चिंत 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 कन्फर्म पूरा ताहले वैराग्य जागृत हो पाए जिते ए भावना को बारंबार से जागृत करिवो केतळे केतळे आंब गछ मूले बसी बसी नई रे गाधो गाधो गाड़ी रे जाऊ जाऊ सो सो लेखु लेखु खेलु खेलु कौन सी काम रे लिप्त थिबा अवस्था रे जदि ए झुंक आसिला अटकी जीव कोदाल रे हाणु हाणु से छिड़ा है जीव अरे बिल हाणुची चाष करुची मन पड़गला मोर मृत्यु अनिवार्य
କିଏ ବି କହୁଥିଲେ, କୌଣସି ଗୁରୁ କହୁଥିଲେ, କୌଣସି ସାଧୁ କହୁଥିଲେ, କୌଣସି ମହାତ୍ମା କହୁଥିଲେ। ମୁଁ ବି ଅନୁଭବ କରୁଛି ମୃତ୍ୟୁ ତ ନିଶ୍ଚିନ୍ତ, କୋଦାଳ ହାଣିବି ତ, ହାଣି ହାଣି କୋଉ ଯାଏଁ ଯିବି ମୁଁ, ଚାକିରି କରି କରି କୋଉ ଯାଏଁ ଯିବି, ଜମି କିଣି କିଣି କୋଉ ଯାଏଁ ଯିବି, ପାଠ ପଢି ପଢି କୋଉ ଯାଏଁ ଯିବି, ସଂସାରରେ ରହି ରହି ମଧ୍ୟ କୋଉ ଯାଏଁ ରହିବି, କୋଉ ଯାଏଁ ରହିବି। ଜଣେ କହିଲେ ମୁନି ଆମର ଯେ ଝିଅ ଜନ୍ମ କରିବା ଗୋଟେ 20 ବର୍ଷିଆ ଏଗ୍ରିମେଣ୍ଟ, ମାନେ ଝିଅଟାକୁ ତୁମେ 20 ବର୍ଷ ପାଇଁ ରଖିପାରିବ ଆଉ ରଖିପାରିବନି, ଇଏ ଗୋଟେ ଏଗ୍ରିମେଣ୍ଟ ଭଳିଆ, ବିଦା କରିବାକୁ ପଡିବ ନା ନାଇଁ। ତୁମେ ଏତେ ବଢେଇଲ କୁଢେଇଲ, ଖାଇବାକୁ ଦେଲ, ଡ୍ରେସ୍ ଦେଲ, କେତେ ସ୍ନେହ ଯତ୍ନ ଝିଅଟିକୁ ବଢେଇକି 20 ବର୍ଷ ପର୍ଯ୍ୟନ୍ତ ନେଇଗଲ, ତାପରେ ସେ ପଳେଇବ ତୁମ ପାଖରୁ। ଇଏ ତ ସଂସାର ନା। କେବେ ଚିନ୍ତା କଲେଣି ଏ କଥା? ଯୋଉ ଝିଅ ତୁମର ବୋଲି ଭାବୁଛ ସେ ଏଗ୍ରିମେଣ୍ଟରେ ଆସିଛି 20 ବର୍ଷ ପାଇଁ, ଗଲା ସେ ଭୁଲିଯିବ, ଆବଶ୍ୟକ ହେଲେ ତୁମକୁ ଭୁଲିଯିବ। ତୁମେ ଯେ ତା ବାପା ବୋଲି ସେ ଭୁଲି ଯାଇପାରେ। କହନ୍ତିନି ଝିଅ ପର ଘର ତୁମର ନୁହେଁ, ସେମିତି ଏଇ ଯୋଉ ପୃଥିବୀଟା ବି ତୁମର ନୁହେଁ। ଇଏ ସେ 20 ବର୍ଷ ଏଗ୍ରିମେଣ୍ଟ ହେଲେ, ଇଏ ହଉଛି 80 ବର୍ଷ ଏଗ୍ରିମେଣ୍ଟ। ତୁମକୁ ଯିବାକୁ ହିଁ ପଡିବ, ଛାଡିବାକୁ ପଡିବ ପୃଥିବୀ। ତୁମକୁ କେହି ନେବେନି, ତୁମେ ସ୍ୱୟଂ ଯିବ, ସ୍ୱୟଂ ବି ଇଚ୍ଛା କରିବ। ଏବେ ବାହୁରେ ଶକ୍ତି ଅଛି, ଶରୀରରେ ରକ୍ତ ଅଛି, ଦାନ୍ତ ମଜବୁତ ଅଛି, ଆଖି ଚକଚକ ଦେଖାଯାଉଛି, ହେଲା, ଖାଇଲେ ଡାଇଜେସନ ହେଇଯାଉଛି, ଖୁବ୍ ଜୋରରେ ଦୌଡୁଛ, ଖୁବ୍ ଜୋରରେ କାମ କରୁଛ, ଖୁବ୍ ଜୋରରେ କଣ ନାହିଁ କଣ କରିପାରୁଛ, ପଇସା ରୋଜଗାର କରୁଛ, ସବୁ କିଛି କରୁଛ। କିନ୍ତୁ ଏଇ ଶରୀର ଆଉ କିଛି ଦିନ ପରେ, ମନେ କରନ୍ତୁ କିଛି ଦିନ, କାଲି ବି ଯୋଉ ଚର୍ମ ଆବରଣ କରି ରଖିଛି ଶରୀରକୁ, ଚର୍ମ ବେଢିଛି ସିନା 84 କି, ସେ ଧୁଡ ଧୁଡ ହେଇଯିବ। ଏ ଚର୍ମ ଆଉ ଚିକ ଚିକ ନଥିବ। କେତେ ସାବୁନ ଲଗେଇ ଦେଇଥିଲ, କେତେ ସାମ୍ପୁ ଲଗେଇ ଦେଇଥିଲ, କେତେ ହଳଦୀ ମାଖିଥିଲ, କେତେ ପରିଷ୍କାର କରିଥିଲ ପିଲାଦିନଠୁ, ଯୋଉ ଚର୍ମ ଆଉ ତେଜ ରହିବନି, ଧୁଡିକି ଯିବ, ଆଖିକି ଦେଖାଯିବନି, ଗୋଡରେ ଚାଲି ପାରିବନି, ଆଶା ବାଡି ଧରିବ କି ବାଡିକି ଧରିକି ଚାଲିବ। ଯୋଉ ଫର୍ମରେ କାମ କରୁଥିଲ ସେ ଫର୍ମ ରଦ ହେଇଯିବ, ବୁଝିଲେ? ଯୋଉ ପ୍ରକାର ଖାଦ୍ୟ ଖାଉଥିଲ ସିଏ ଆଉ ବଡି ନବନି ତୁମ ଭିତରେ। କିଛି ଦିନ ପରେ, କାଲି ବି ହେଇପାରେ, ଯୋଉ ରକ୍ତ ସ୍ପିଡରେ ଚାଲୁଛି ଥମିଯିବ। ଯୋଉ ଶରୀର ସବୁ କିଛି ଗ୍ରହଣ କରିବା ପାଇଁ ସଚେତ ଥିଲା, ସେ ନିଷ୍କ୍ରିୟ ହେଇଯିବ ଆସ୍ତେ ଆସ୍ତେ। ତୁମେ କଣ କରିବ ସେତେବେଳେ? କୁହନ୍ତୁ, କଣ କରିବ? ନା ଚାଲିପାରୁଥିବ, ନା ଦେଖିପାରୁଥିବ, ନା କଥା କହିପାରୁଥିବ, ନା ପଇସା ଗଣି ପାରୁଥିବ, ନା ରୋଜଗାର କରିପାରୁଥିବ, ନା ଖାଇଲେ ଶାନ୍ତି ଲାଗୁଥିବ, ନା ଖାଦ୍ୟ ଡାଇଜେସନ ହଉଥିବ। ଗଲା, ଇଏ ହଉଛି ଟେଲର ଆରମ୍ଭ ହବ, ମୃତ୍ୟୁର ଟେଲର ଆରମ୍ଭ ହେଇଯିବ। କାଲି ବି ହେଇପାରେ, ଅସମ୍ଭବ ନୁହେଁ। ତେଣୁ ସଚେତନ ହଉଛି ମଣିଷର ଗୋଟେ ବଡ ସଲ୍ୟୁସନ। ସଚେତନ ହବା, ମୁଁ ମୃତ୍ୟୁ ତ ନିଶ୍ଚିନ୍ତ 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 କନଫର୍ମ। ମତେ କଣ କରିବାକୁ ଅଛି, ମତେ କଣ କରିବାକୁ ଅଛି, ମନରେ ଜାଗ୍ରତ ଝୁଙ୍କି ମାରିବ। କହିଲେ କୋଦାଳରେ ହାଣୁ ହାଣୁ ଅଟକି ଯିବ, ଆକାଶକୁ ଅନେଇବ, ଚାରିଦିଗକୁ ଅନେଇବ। ସଂସାର ଅଛି, ସବୁ ଅଛି, କିନ୍ତୁ ମୃତ୍ୟୁ ବି ଅଛି। କେତେ ସୁନ୍ଦର ଭାବରେ ଘରଟି ତିଆରି କରିଥିଲ, ମାନେ ସିମେଣ୍ଟ ଦେଇଥିଲ, କୋଟେଡ ଦେଇଥିଲ, ପୁଟି ଦେଇଥିଲ, ରଙ୍ଗ ଦେଇଥିଲ,
କେତେ ସୁନ୍ଦର ଭାବରେ ଖଟିଆ ପକେଇ ଶୋଇଥିଲ। ଖଟ କେତେ ଚିକ୍କଣ। ମୁଁ ଡେରାଡୁନରୁ ଆଣିଛି ଖଟ, ମୁଁ ହିମାଚଳ ପ୍ରଦେଶରୁ କାଠ ଆଣି ଖଟ କରିଥିଲି। ଏଇ ଯୋଉ ଭାବନା ଥିଲା ମନ ଭିତରେ, ଅହଙ୍କାର ନଥିଲେ ବି ଗୋଟେ ଇଚ୍ଛା ଶକ୍ତିର ଆଶା ସୃଷ୍ଟି କରିଥିଲା। ସେ ଖଟ ରହିବନି, ସେ ଖଟରେ ଶୋଇପାରିବନି। ହିମାଚଳ ପ୍ରଦେଶରୁ କାଠ ଆଣ, ବା ଚନ୍ଦନ କାଠରେ ଶୁଅ, ବା ଶାଗୁଆନରେ ଶୁଅ, ବା ଶିଶୁରେ ଶୁଅ। ସେଇ ଖଟରେ କିଛି ଦିନ ନୁହେଁ, କିଛି ଦିନ ବି ନୁହେଁ, କିଛି ଘଣ୍ଟା ହେଇପାରେ। ଆଉ ସେ ଖଟଟାକୁ ରୋକିଦେବେ, ଦେବେନି ତୁମକୁ, ପୋଡ଼ିବାକୁ ଦେବେନି, ତୁମକୁ ପୋଡ଼ିଦେବେ। କେତେ ସୁନ୍ଦର ଘରଟି କରିଥିଲ। ଏପଟେ ଝରକା ରହିବ, ସେପଟରେ ବାଲକୋନି ରହିବ, ଡାଇନିଂ ରହିବ, କିଚେନ ରହିବ, ଐଶାନ କୋଣରେ ଠାକୁର ରହିବେ, ତମ ଯୋଗ ଘର ହବ। କୋଉଠି ବସିବି, କୋଉଠି ଖାଇବି, କେତେ ସୁନ୍ଦର ଭାବରେ ଯୋଉ ଜୋଗ୍ରାଫି ତିଆରି କରିଥିଲ, ନକ୍ସା ତିଆରି କରିଥିଲ, କେତେ ଦିନ ପାଇଁ। ବାଡ଼ିରେ କୋଉ ଗଛ ଲାଗିବ, ନଡ଼ିଆ ଗଛ କୋଉଠି ଲାଗିବ, ନଡ଼ିଆ ଗଛ ଲାଗିବ କି ନାହିଁ, ପଣସ ଗଛ କୋଉଠି ଲାଗିବ, ଲେମ୍ବୁ ଗଛ କୋଉଠି ଲାଗିବ, ବାଇଗଣ ପୁଳାଟିଏ କୋଉଠି ଲଗେଇବି, ରସୁଣ କୋଉଠି ଲଗେଇବି, ପିଆଜ କୋଉଠି ଲଗେଇବି, ବାଡ଼ିରେ ଫୁଲ ଗଛ କୋଉଠି ଲାଗିବ, ଚଉରା କୋଉଠି ରହିବ, କେତେ ସୁନ୍ଦର ପ୍ଲାନିଂ ଥିଲା ତୁମର। କିନ୍ତୁ ହେଲେ ଦୈବ ତୁମକୁ ତ ଅଳ୍ପ ଦିନ ପାଇଁ ଆଣିଛି ନା, ତୁମକୁ ଫେରିବାକୁ ପଡ଼ିବ। ପୋଖରୀ କୋଉଠି କରିବି, ମାଛ ଚାଷ କୋଉଠି କରିବି, କେତେ ସୁନ୍ଦର ପ୍ଲାନିଂ, ସୁନ୍ଦର ସିଚୁଏସନ ସୃଷ୍ଟି କରିକି ତୁମେ ରହିଛ। କିନ୍ତୁ କେତେ ଦିନ ଯିବାର ଟିକେଟ କନଫର୍ମ, କେତେ ଦିନ ପାଇଁ ଏ କାମ କରିବ କୁହନ୍ତୁ। ତୁମକୁ କଣ ସୁନ୍ଦର ଲାଗୁନି କି? ଯିଏ ତୁମକୁ ନେଇକିରି ଆସିছে ତାରି ସହିତ ଯିବି କେବଳ, ଆଉ କେହି ଯିବେନି, କେହି ଯିବେନି ତୁମ ସହିତ। ଯିଏ ନେଇକି ଆସିছে ସେ ହିଁ ଯିବ। ତେଣୁ ସିଏ ତୁମର ପରମ ମିତ୍ର, ପରମ ମିତ୍ର ଯାହା କୁହନ୍ତି ପୃଥିବୀରେ କେହି ନାହାନ୍ତି, ସେ ଅଛି। ନା ପୃଥିବୀ ଥିବ ତୁମେ ଗଲାବେଳେ, ନା କାତ ଥିବ, ନା ନାଁ ଥିବ, ନା ଉଡ଼ାଜାହାଜ ଥିବ, ନା ପଇସା ଥିବ, ନା ମୋବାଇଲ ଥିବ, ନା ଜିଓ ସିମ୍ ଥିବ, ନା ଏୟାରଟେଲ ଥିବ, କେହି ନଥିବେ, କେବଳ ସେହି। ଏବେ ମୋ କଥା ବୁଝିପାରୁଛନ୍ତି ତ? ସାରା ପୃଥିବୀରେ ଯେତେବେଳେ କେହି ନାହାନ୍ତି, କେହି ବି ନାହାନ୍ତି, ନା ବାପା ଅଛି, ନା ସ୍ତ୍ରୀ ଅଛି, ନା ପୁଅ ଅଛି, ନା ବନ୍ଧୁ ସହୋଦର, ନା ସମୁଦି, ନା ଝିଅ, ନା ପୁଅ, କେହି ନାହାନ୍ତି ଯେତେବେଳେ ସେ ହିଁ ଅଛି, ସେ ହିଁ ଅଛି। ଡିଷ୍ଟିଂସନ ଦେଖ ତା ଭିତରେ। ଯଦି ସେଇ ଅଛି କେବଳ ମିତ୍ର ରୂପରେ ଆସିଥିଲା, ଦୁର୍ଭାଗ୍ୟବଶତଃ ତୁମେ ମିତ୍ର କରିପାରିଲନି ତାକୁ। ସେ ମିତ୍ର ହେଇକିରି ଆସିছে, ତୁମେ ମିତ୍ର କରିପାରୁନ। ଆଉ ମିତ୍ରତାର ଗୁଆ ଦେଇକି ସ୍ଥାପନ କରିବା ତୁମେ ଶିଖିନ। ସେଇ କେବଳ ମିତ୍ର ତୁମ ସହିତ ଅଛି, କେବଳ ହିତାକାଂକ୍ଷୀ ସେଇ ତୁମ ସହିତ ଅଛି। କେବଳ ହିତାକାଂକ୍ଷୀ ଯଦି କିଏ ଥାଏ ତୁମର ପୃଥିବୀରେ, ନା ଗୁରୁ, ନା ଶିଷ୍ୟ, ନା ବାପା, ନା ମା, ନା ଜେଜ ଅଜା, ନା ପରିବାର, ନା ଗାଁ, ନା ମିନିଷ୍ଟର, କେହି ବି ନାହାନ୍ତି। କେବଳ ସେହି ତୁମର ପରମ ହିତୈଷୀ, ବୁଝନ୍ତୁ, କେହି ବି ନାହାନ୍ତି, କେହି ବି ନାହାନ୍ତି ତୁମ ସହିତ। ଆଉ ସିଏ ହିଁ ତୁମକୁ ନେଇକି ଆସିছে, ନେଇକି। ଯଦି କିଏ ପୃଥିବୀରେ ଥାନ୍ତି, ଯଦି କିଏ ପରମ ମିତ୍ର ଥାନ୍ତି, ଆଉ ପରମ ହିତୈଷୀ ଥାନ୍ତି କିଏ ପୃଥିବୀରେ, ସାରା ୟୁନିଭର୍ସରେ, ବିଶ୍ୱ ଜାଗତିକ ଅନ୍ତରିକକୁ ନେଇ ଯେତେ ପ୍ରକାର ଅଛି, କେହି ଯଦି ଥାନ୍ତି ତୁମ ସହିତ, ସିଏ ହଉଛି ସେଇ ବ୍ୟକ୍ତି
ଯେ ତୁମ ସହିତ ଅଛି, ତୁମ ପାଇଁ ଅଛି, ଫର୍ ୟୁ, ବାଇ ୟୁ, ଅଫ୍ ୟୁ। ଏବେ ଲୋଭ ହଉନି କି ସେ ବ୍ୟକ୍ତିକି ଦେଖିବା ପାଇଁ ତୁମର? ଇଚ୍ଛା ଜାଗ୍ରତ ହଉନି କି ସେ ବ୍ୟକ୍ତିକି ଦେଖିବାକୁ ମୋର? ଯଦି କେହି ପୃଥିବୀରେ ନାହାନ୍ତି ମୋର ସାଥୀ, ଗୋଟିଏ ସାଥୀ ଅଛି, ସେ ହଉଛି ଆତ୍ମା। ସେ ମୋ ସହିତ ଅଛି, ମୋ ପାଇଁ ଆସିଛି, ମୋ ଦ୍ୱାରା ଆସିଛି, ମୋର ହେଇକିରି ଆସିଛି, ମୋର ହେଇକିରି ଆସିଛି। ଆଉ ତାଠୁ ବଡ଼ ଜିନିଷ କ'ଣ ଅଛି? ସେ ଚାହିଁଲେ ବର୍ତ୍ତମାନ ତୁମକୁ ନେଇଯିବ, ସେ ଚାହିଁଲେ ବର୍ତ୍ତମାନ ତୁମକୁ ନେଇଯିବ ଉପରକୁ। ତୁମକୁ ସମୟ ଦଉଛି, ମୁହୂର୍ତ୍ତ ଦଉଛି, ସୁଯୋଗ ଦଉଛି, ରାତି ଦିନ ସୃଷ୍ଟି କରି ତୁମକୁ ଅପେକ୍ଷା କରିଛି। କେବେ ତୁ ଫେରି ଆସିବୁ ମୋ ପାଖକୁ? କେବେ ତୁ ଫେରି ଆସିବୁ ମୋ ପାଖକୁ? ମୋ ଧନ ପା, ମୋ ଧନ ତୁ ଫେରିଆ ମୋ ପାଖକୁ। ଆଉ ତୁ ସେ ଶକ୍ତିର ଅଧିକାର ତୋତେ ମିଳିବ ଯୋଉ ଶକ୍ତି ମୋ ପାଖରେ ଅଛି। କ'ଣ କରୁଛ ତୁମେ? ସୁଯୋଗ ହାତ ଛଡ଼ା ହେଇଯାଉଛି। ବାରମ୍ବାର ସକାଳୁ ଉଠିଲେ ସଂକଳ୍ପ ଅଛି, ସନ୍ଧ୍ୟାରେ ବି ସଂକଳ୍ପ ଅଛି, ପୁଣି ସନ୍ଧ୍ୟାରେ ସଂକଳ୍ପ ନଷ୍ଟ କରୁଛ, ପୁଣି ସକାଳେ ମଧ୍ୟ ସଂକଳ୍ପ ନଷ୍ଟ କରୁଛ, ସନ୍ଧ୍ୟାରେ ସଂକଳ୍ପ କରୁଛ, ପୁଣି ନଷ୍ଟ କରୁଛ, ବିଲୀନ କରିଦେଉଛ। ଯୋଉ ସଂକଳ୍ପ ଦୃଢ଼ତାର ସୃଷ୍ଟି କଲେ ବି ପୁଣି ମୂଢ଼ବଶତଃ ତୁମେ ନଷ୍ଟ କରିଦେଉଛ। ଯୋଉ ସଂକଳ୍ପ ଏକ ଧାରାରେ ଥିଲା, ମୁଁ ତାକୁ ଦେଖିବି, ମୁଁ ମିଶିବି, ସବୁ ଜାଣୁଛ, ସବୁ ସଂକଳ୍ପ ନେଉଛ, କ୍ଷଣେ କ୍ଷଣକେ ସଂକଳ୍ପ ଚେଞ୍ଜ ହଉଛି। ବର୍ତ୍ତମାନ ସକାଳର ସୂର୍ଯ୍ୟ ଯେମିତି ସଞ୍ଜକୁ ନାହିଁ, ସକାଳ ସମ୍ପର୍କ, ସକାଳ ସଂକଳ୍ପ ସନ୍ଧ୍ୟାକୁ ନାହିଁ, ସକାଳ ସଂକଳ୍ପ ମଧ୍ୟାହ୍ନରେ ନାହିଁ, ସକାଳ ସଂକଳ୍ପ ଘଣ୍ଟାରେ ବି ନାହିଁ। ସଂକଳ୍ପ ଯଦି ଦୃଢ଼ ହୁଏ, ସଂକଳ୍ପ ଯଦି ପରିମାର୍ଜିତ ହୁଏ, ସଂକଳ୍ପ ଯଦି ବୈରାଗ୍ୟପୂର୍ଣ୍ଣ ରୁହେ, ସଂକଳ୍ପ ଯଦି ଦୃଢ଼ତାରେ ଥାଏ, ତାହେଲେ ସଂକଳ୍ପ ନିଶ୍ଚିନ୍ତ ପ୍ରତିଫଳନ ହବ ତୁମ ଭିତରେ। କେହି ନୁହନ୍ତି, ସେ ବ୍ୟକ୍ତି ତୁମ ପାଖରେ ଅଛି। ସେ ବ୍ୟକ୍ତି କ'ଣ କରୁଛନ୍ତି ଜାଣନ୍ତି କି? ସେ ବ୍ୟକ୍ତି କ'ଣ କରୁଛି ତୁମ ପାଇଁ? ଗୋଟେ ବଡ଼ ଏକ୍ସପ୍ଲୋଜନ ସୃଷ୍ଟି କରିଛି ତୁମ ପାଇଁ। ଜାଣନ୍ତି ସେଟା କ'ଣ? ବିପଦ। ଯେତେ ବିପଦ ତୁମ ଚାରିପାଖରେ ଘେରୁଛି, ସେଇ କେହି ଘେରୁନାହାନ୍ତି, ସେଇ ଘେରୁଛି। ଯୋଉ ବିପଦ ତୁମ ଚାରିପଟରେ ଅଛି, ତୁମେ ଭାବୁଛ ଅନ୍ୟ କିଏ ଘେରେଇ ଦେଲା, ତା ନାହିଁ, ସେଇ ଘେରଉଛି। ସିଏ ତୁମର ପାଦେ ପାଦେ, ସେ ତୁମର ପ୍ରତି କ୍ଷଣରେ, ପ୍ରତି ମୁହୂର୍ତ୍ତରେ ତୁମର କଥାକୁ ଶୁଣୁଛି, ଦେଖୁଛି, ଚାହୁଁଛି, କ'ଣ କଲେ ଇଏ ମୋ ପାଖକୁ ଫେରି ଆସିବ। ଶତ୍ରୁ ସୃଷ୍ଟି କରିଦେଲା, ମିତ୍ର ବି ସୃଷ୍ଟି କରିଦେଲା, ଗୁରୁ ବି ସୃଷ୍ଟି କରିଦେଲା, ଗୁରୁ ପାଖରେ ନେଇ ପହଞ୍ଚେଇ ଦେଲା, ବିପଦ ସୃଷ୍ଟି କରି ତୁମକୁ ଭୟ ସୃଷ୍ଟି କରିଦେଲା, ଅଭାବ ସୃଷ୍ଟି କରିକି ତୁମକୁ ବୈରାଗ୍ୟ ସୃଷ୍ଟି କଲା, ଅଶାନ୍ତି ସୃଷ୍ଟି କରି ପରିବାର ଭିତରେ ତୁମକୁ ଟାଣି ଆଣିଲା, ରୋଗ ସୃଷ୍ଟି କରି ତୁମକୁ ବଶୀଭୂତ କଲା। ବସ ଏଇଠି, ସାଧନ କର। କ'ଣ ନାଇଁ କ'ଣ ନ କରୁଛି କହୁନାହାନ୍ତି ତୁମ ପାଇଁ? ସେ କ'ଣ ନ କରୁଛି, କିନ୍ତୁ ତୁମେ ଦୁର୍ଭାଗ୍ୟବଶତଃ ଭାବୁଛ ରୋଗ ହେଇଗଲା, ବିପଦ ଆସିଗଲା, ବିପଦ ଚରମ ସୀମାରେ ପହଞ୍ଚିଗଲା, ମୁଁ ଆଉ ହେବିନି, ମୁଁ ଆଉ ହେବିନି। ସେ ପର୍ଯ୍ୟନ୍ତ ବି ସେ ନେଇଯାଉଛି, ମୁଁ ଆଉ ହେବିନି, ମୋର ମୃତ୍ୟୁ ଅବସମ୍ଭାବୀ। ସେ ଭାବନାକୁ ଆଣି ଥୋଇ ଦେଉଛି ତୁମ ପାଖରେ। ତୁମେ କେତେ ସଚେତନ, ତୁମେ ଯେତେ ବୁଦ୍ଧିମାନ, ସେ ତୁମଠାରୁ ଆହୁରି ବୁଦ୍ଧିମାନ। କାରଣ ସେ ଜ୍ଞାନରେ କରୁଛି, ତୁମେ ଅଜ୍ଞାନରେ କରୁଛ, ଅଜ୍ଞାନରେ ଧରୁଛ। ସେ ଜ୍ଞାନରେ ଧରୁଛି, ଜ୍ଞାନରେ କରୁଛି। ତୁମେ କୋଉ ବାଟରେ ମୋଟିଭେସନ ହବ,
ତୁମେ ତୁମେ କିପରି ମୋଟିଭେସନ ସେ କଳା ତାକୁ ଜଣା ଅଛି। ସେ ତୁମର ଟିଚର, ସେ ତୁମର ଗୁରୁ, ସେ ତୁମର ହିତାକାଂକ୍ଷୀ, ସେ ତୁମର ଫିଲୋସଫର, ସେ ଗାଇଡ ହେଇକିରି ଆସିଛି, ଫିଲୋସଫର ହେଇକିରି ଆସିଛି, ସବୁ କିଛି ଆସିଛି ସେ ନେଇକିରି। ଆଉ ସେ ଯେତେ ବୁଦ୍ଧିମାନ, ତୁମେ କେବେ ସେ ବୁଦ୍ଧିମାନ ନୁହେଁ ତା ସହିତ କଳନା କରିବନି। କିନ୍ତୁ ବେଳେବେଳେ ତୁମର ବୁଦ୍ଧି ପ୍ରଖର ହେଇ ପଡୁଛି, ଏତେ ବୁଦ୍ଧିମାନ ହେଇଯାଉଛ, ନିଜକୁ ଭାବୁଛ ନା ସେ ମାୟାବୀ ସୃଷ୍ଟି କରି ରଖିଥିବା ପ୍ଲାଟଫର୍ମକୁ ଥୋଇଛି ତ ଆଣିକି ନିଶ୍ଚିନ୍ତ ତା ସହିତ ତୁମକୁ କେମିତି ହଲଚଲ କରିବା, ତୁମେ କେମିତି ହଲଚଲ ହବ, ସେଥିପାଇଁ ମାୟାର ଯୋଉ ସଂରଚନା କରାଯାଇଛି ସେଥିରେ ତୁମେ ବିମୋହିତ ହଉଛ, ସେଥିରେ ତୁମେ ଅତି ମାତ୍ରାରେ ଜଡ଼ିତ ହେଇକି ରହୁଛ, ଅତି ମାତ୍ରାରେ। ସେଥିରୁ କାଟିବା ପାଇଁ ସେ ତୁମକୁ ପ୍ରଯତ୍ନ କରୁଛି, ବାରମ୍ବାର ପ୍ରଯତ୍ନ କରୁଛି, ବାରମ୍ବାର ଚେଷ୍ଟା କରୁଛି, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ। ଆଉ ଏତେ ଚମତ୍କାର ବୁଦ୍ଧି, ଏତେ ବଳଶାଳୀ ଶକ୍ତି ତା ପାଖରେ ଅଛି, ପୃଥିବୀରେ କାହା ପାଖରେ ନାହିଁ, ପୃଥିବୀରେ କାହା ପାଖରେ ନାହିଁ। ଏତେ ମାୟାବୀ ଶକ୍ତି ଅଛି ଯୋଉଟା କି ପୃଥିବୀରେ କାହା ପାଖରେ ନଛି। ଏତେ ପରାକାଷ୍ଠା ଅଛି, ଏତେ ମାନେ କଣ ବି ଅଛି ତା ଭିତରେ ତୁମେ କଳ୍ପନା କରିପାରିବନି। କଣ ଅଛି, ଯେମିତି ତୁମେ ନିଜକୁ ଜାଣିପାରୁନ ମୁଁ କିଏ, ନିଜକୁ ଅନୁଭବ କରିପାରୁନ ମନ କଣ, ନିଜକୁ ଅସମ୍ଭବ ପ୍ରକାର ଭାବନାରେ ତୁମେ ଜଡ଼ିତ ରହୁଛ। ପ୍ରତି ମୁହୂର୍ତ୍ତରେ ଭାବନା ଆସୁଛି, ପ୍ରତି ମୁହୂର୍ତ୍ତରେ ଭାବନା ମିଳି ଯାଉଛି, କଣ ନାଇଁ କଣ ହଉଛି, ଅସମ୍ଭବ ଲାଗୁନି କି? ସେମିତି ତାଠାରୁ ବହୁତ ପାୱାରଫୁଲ ଜିନିଷ ତା ପାଖରେ ଅଛି, ତୁମକୁ ସଚେତନ କରିବା। ଏବେ ତୁମେ କଣ କରିବ? ଆଶା ସୃଷ୍ଟି ହଉଛି କି ନା ସେ ବ୍ୟକ୍ତିକୁ ଦେଖିବା ପାଇଁ, ସେ ସକଳ ଶକ୍ତିର ଆଧାର ଯିଏ ଅଛି ତୁମ ଭିତରେ, ତାକୁ ତା ସହିତ ପରିଚିତ ହବା ପାଇଁ। ଆଉ ଗୋଟେ ବଡ କଥା କଣ ଜାଣନ୍ତି କି? ଆତ୍ମାର ରହସ୍ୟ ଭିତରେ ବଡ କଥା ହଉଛି ତୁମ ସହିତ ବାରମ୍ବାର ସେ କଥା ହବାକୁ ଚାହୁଁଛି, କଥା ହେବା ପାଇଁ ଚାହୁଁଛି, କିନ୍ତୁ ତୁମେ ତ କଥା ହେବା ପାଇଁ ସମୟ ଦଉନ। କଣ କଲେ କଥା ହେଇପାରିବ କହିଲେ? ଟିକେ ଗୋଟେ ଆଭାସ ଆସୁଛି ତୁମ ପାଖକୁ, ଆସୁ, କଣ କଲେ ସେ କଥା ହେଇପାରିବ? ତୁମେ କଣ କଲେ ସେ କଥା ହେଇପାରିବ କୁହନ୍ତୁ? କଣ କଲେ ସେ ତୁମ ସହିତ କଥା ହେଇପାରିବ କୁହନ୍ତୁ? ये डिफिकल्ट क्वेश्चन ହେଇପାରେ। ଜୟ ଜୀ କୁହନ୍ତୁ। ଏଇ ମନ ସବୁ କିଛି କରିପାରିବ। ଏଇ ମନ ଯେତେବେଳେ ଭାବନାନ୍ତର ଅବସ୍ଥା ଆସିବ, ଯେତେ ଗୁଡିଏ ଭାବନା ସବୁ ଯେତେବେଳେ କାଟିଦବ, ଶୂନ୍ୟ ଯେତେବେଳେ କରିଦବ, ସିଏ ତୁମ ସହିତ ନିଶ୍ଚିତ ଭାବରେ କଥା ହବ। ଭାବନାନ୍ତର ଅବସ୍ଥା ହେଲେ ସିଏ ତୁମ ସାଙ୍ଗରେ କଥା ହେଇପାରିବ। ঠিক আছে, ধন্যবাদ। ଆଉ କିଏ କହିବେ କୁହନ୍ତୁ? ଆଉ କିଏ କହିବେ କି? କୁହନ୍ତୁ। ତାଙ୍କ ସହିତ ଅଧିକ ଭକ୍ତି ଭାବ ରଖିଲେ ବି ଦେଖା ହେଇପାରିବ। ଭକ୍ତି ଭାବ ରଖିଲେ ଦେଖା ହେଇପାରିବ। ଧନ୍ୟବାଦ। କୁହନ୍ତୁ। ଆଉ କିଏ କହିବେ କୁହନ୍ତୁ? ଜୟ ଜୀ। ହଁ, ପ୍ରଭାତ। ସମ୍ପୂର୍ଣ୍ଣ ସରେଣ୍ଡରନେସ୍ ଆସିଲେ କଥା ହେଇପାରିବ, ସମ୍ପୂର୍ଣ୍ଣ ତାଙ୍କୁ ଦେହ କଥା ହେଇପାରିବ, एकदम संपूर्ण सरेंडर। अच्छा, क्वेश्चन आंसर ପାଇଁ ସମସ୍ତଙ୍କର ଆଉ କି କହି କୁହନ୍ତୁ? ଗୁରୁଜୀ ସେ ତ ବହୁତ ସୂକ୍ଷ୍ମ, ସେଇ ସ୍ତରକୁ ଗଲେ ତାଙ୍କ ସହିତ କଥା ହେଇଯିବ। ହଁ, ଯେ ସେଇ ସ୍ତରକୁ ଗଲେ ମାନେ କଣ କରିବାକୁ ପଡିବ ତୁମକୁ? ମୁଁ ସେଇଟା ପଚାରୁଛି। ସୂକ୍ଷ୍ମ ହେଇଯିବା ପାଇଁ ପଡିବ, ଶୂନ୍ୟ ହେଇଯିବା ପାଇଁ ପଡିବ। ଶୂନ୍ୟ ସହ ଯଦି କଥା ହବ, ଆମକୁ ଶୂନ୍ୟ ହେଇଯିବା ପାଇଁ ପଡିବ। ସଂସାରର ସମସ୍ତ କାମନା ବାସନାରୁ ଛାଡ଼ିକି ଶୂନ୍ୟ ହେଇଯିବା ପାଇଁ। ହଉ, ଧନ୍ୟବାଦ 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 ଉତ୍ତର ପାଇଁ। ଆଉ କି ନେକ୍ସଟ କୁହନ୍ତୁ? କୁହନ୍ତୁ କିଏ କହୁଥିଲେ?
ମୁଁ ଖାଲି କହିଲେ ହବନି, ମୁଁ କହୁଛି ଏଇଥିପାଇଁ ତୁମର ଡେପ୍ଥ କେତେ ଅଛି, ଭାବନା କେତେ କରୁଛ, କଣ ଆକଳନ କରିପାରୁଛ, ସେଥିପାଇଁ ମୁଁ ତୁମକୁ ପଚାରୁଛି। କୁହନ୍ତୁ। ଗୁରୁଜୀ ପ୍ରଣାମ। ପ୍ରଣାମ। ଜାରେ ଗୁରୁଜୀ ଗୁରୁଜୀ ଆମର ଯୋଉ ହାତରେ କଣ କଣ କୋଉଥିରେ ମନ ଦେଲେ? ସତରେ ଶ୍ୱାସରେ ମନ ଦେଲେ ନା, ସେଇଟା ଶ୍ୱାସ କେନ୍ଦ୍ରିକ ହେଇଗଲା, ଶ୍ୱାସ କେନ୍ଦ୍ରିକ ହେଇଗଲା। ହଉ ଠିକ ଅଛି, ମତାମତ ଦିଅନ୍ତୁ, ଧନ୍ୟବାଦ। ଏପର୍ଯ୍ୟନ୍ତ ସଠିକ ଉତ୍ତର ଆସିଲାନି। କୁହନ୍ତୁ, ଆଉ କିଏ କହିବେ? ଜୟ ଜୟ। ଗୁରୁଜୀ ନିରନ୍ତର ସେଇ ଚିନ୍ତନରେ ରହିଲେ, ସେଇ ଭାବରେ ରହିଲେ କିଛିଟା ଆଭାସ ତାଙ୍କ ପାଖରୁ ମିଳିବ। ନିରନ୍ତର ପ୍ରତି କାମ କରୁଥିଲେ ମଧ୍ୟ ସେଇ ଭାବନାରେ ଯଦି ବୁଡ଼ିଥିବ, କିଛିଟା ନିର୍ଦ୍ଦେଶ ପ୍ରତ୍ୟେକ ଦିନ କିଛିଟା କିଛିଟା ସାଧନରେ ବି ତାଙ୍କ ପାଖରୁ କିଛିଟା କିଛିଟା ଆଭାସ ଭିତରୁ ମିଳୁଛି। ଠିକ ଅଛି, ଧନ୍ୟବାଦ। ଉତ୍ତର ରଖିଥିଲେ, କିଛି ଅନୁସାରେ ସବୁ ଠିକ ଠିକ ଅଛି, ନାହିଁ ଯେ କାହାର ଭୁଲ ଅଛି ସବୁ। ଏବେ କୁହନ୍ତୁ, ନେକ୍ସଟ କିଏ କହିବେ? କହିଲେ ସିଏ ଆମର ବାପା ମା ଭାଇ ବନ୍ଧୁ ସବୁ କିଛି, ଆଉ କେବଳ ସେଇଭଳିଆ ଭାବନା ଯେତେବେଳେ ଆସିବ, ଆମେ ଯୋଉ ବୋଲୁଛୁ ସେଇଟା ତମେ ମାତା ପିତା ତମେ, ସେଇଭଳିଆ ଭାବନା ସବୁବେଳେ ସେ ପ୍ରକୃତ ଭାଇ ବନ୍ଧୁ, ସେତେବେଳେ ତମେ କଥା ହେଇପାରିବ। ହଉ ଠିକ ଅଛି, ଏତିକି ତ। ହଉ, ଜୟ ଜୟ। ଆଉ କିଏ କହିବେ? କୁହନ୍ତୁ। ପ୍ରଣାମ। ଏ ବସ୍ତୁବାଦୀ ଦୁନିଆରୁ ସମସ୍ତ ବସ୍ତୁକୁ ଦୂରେଇ ଦେଇକି ଏକାନ୍ତ ଭାବରେ ସେ ଚିନ୍ତା କଲେ ଆତ୍ମାକୁ ହବ। ବସ୍ତୁବାଦୀ ଦୁନିଆରୁ ମନକୁ ଫେରି ଆଣି ଏକାନ୍ତ ଭାବେ ସମସ୍ତ ପ୍ରକାର ଚିନ୍ତାକୁ ଦୂରେଇ ଦେଇକି ଆତ୍ମା ବିଷୟରେ ଏକାନ୍ତ ଭାବରେ ଚିନ୍ତା କଲେ କଥା ହେଇପାରିବେ। ଠିକ ଅଛି। ଆଉ ନେକ୍ସଟ କିଏ କୁହନ୍ତୁ? ଆଉ କିଏ? ଜୟ ଜୟ। କୁହନ୍ତୁ। ଗୁରୁଜୀ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କଲେ କଥା ହେଇପାରିବେ। ସମର୍ପିତ ନାଇଁ, କଣ କଲେ? ସମର୍ପିତ ତ ବହୁତ ଲମ୍ବା ପାଠ। ସମର୍ପଣ କଣ କରିବ? ଖାଉଛ, ବସୁଛ। ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କର, ତାପରେ କଥା ହେଇପାରିବେ। ଆଉ ନେକ୍ସଟ କିଏ କୁହନ୍ତୁ? ଆଉ କିଏ କୁହନ୍ତୁ? ହଁ, କଣ ହେଲା? କଣ ହେଲା? ଆପଣଙ୍କର ନିଜର ଭାବନା ଓ ଆତ୍ମବଳ ଯଦି ଶୁଭୁନି ଶୁଭୁନି। ନେକ୍ସଟ କୁହନ୍ତୁ, ଆଉ କିଏ? ଶୁଭୁନି। କିଏ କହୁଛୁ? ହଁ, ଜୟ ଜୟ। ନୀଳଗିରି। ଗୁରୁଜୀ, ଆମେ ଯଦି ଆତ୍ମା ହେଇଯିବା ତ ଆମେ ତାଙ୍କ ସହିତ କଥା ହେଇପାରିବା, ଆମେ ତାଙ୍କ ଭଳିଆ ହେଇଯିବା, ଆତ୍ମା ଭଳିଆ। ତ ତାଙ୍କ ସହିତ ସମ୍ପର୍କ ରଖିଲେ ଆମେ ତାଙ୍କ ସହିତ କଥା ହେଇପାରିବା। ନିଜକୁ ତାଙ୍କ ଗଢି ତୋଳିବାକୁ ପଡେ। ଏଟା ଶେଷ କଥା। ହଉ, ନେକ୍ସଟ କୁହନ୍ତୁ, ଆଉ କିଏ? ଆଉ କିଏ ଅଛନ୍ତି? କୁହନ୍ତୁ, ମତାମତ ଯାହା ଆସୁଛି କୁହନ୍ତୁ ମନ ଭିତରେ। ପ୍ରାୟ ଆଉ ନାହିଁ କାର ନା। ହଁ ହଁ, ଜୟ ଜୟ। କୁହନ୍ତୁ। ଓ ଆତ୍ମଶକ୍ତି ଯଦି ଦୃଢ ହବ, ଆତ୍ମବଳ, ତାହେଲେ ଆମେ ସମ୍ପୂର୍ଣ୍ଣ ଭାବରେ ଜୟଲାଭ କରିବା। ହଉ ଠିକ ଅଛି, ଧନ୍ୟବାଦ। ଉତ୍ତର ବହୁତ ସାରଗର୍ଭକ ଉତ୍ତର ମଧ୍ୟ ଥିଲା ସମସ୍ତଙ୍କର, କିନ୍ତୁ ପ୍ରାକ୍ଟିକାଲ ଆଡକୁ ଯାଆନ୍ତୁ। ପ୍ରାକ୍ଟିକାଲ ନହେଲେ ହବନି, ବୁଝିଲେ? କେବେ ପ୍ରାକ୍ଟିକାଲ କରନ୍ତୁ, ତାପରେ ଉତ୍ତର ମିଳିବ। ପ୍ରାକ୍ଟିକାଲ ନହେଲେ ହବନି। ତୁମେ କହିଦେଲ ଆଭରେଜ କଥା ଗୁଡ଼ା, ଅବଶ୍ୟ ଠିକ ଅଛି, କିନ୍ତୁ ପ୍ରାକ୍ଟିକାଲ କିଏ କରିଛନ୍ତି? କଥା ହେଇଛନ୍ତି?
ତାହେଲେ ଉତ୍ତର ଠିକ ଆସିବ। ଉତ୍ତର ଠିକ ଆସିବ, ପ୍ରାକ୍ଟିକାଲ ନହେଲେ ହବନି। ପ୍ରାକ୍ଟିକାଲଟା କଣ? ଆଉ କାହାର ନାହିଁ ତ ଉତ୍ତର? ଆଉ କାହାର ଉତ୍ତର ନାହିଁ ବୋଧେ? ସରିଲା। ହଁ, ପ୍ରସନ୍ନ। ମନ ଲାଗିଛି ପ୍ରାର୍ଥନା ସମୟରେ ମନ ଲାଗିଛି ସାଧନାରେ। ହଉ, ପ୍ରାୟ ଆଉ କିଏ ନାହିଁ? ଆକୁରେଟ ଉତ୍ତର ମିଳିଲା ନାହିଁ। ମିଳିବ କେତେବେଳେ? ଯେତେବେଳେ ତମେ ପ୍ରାକ୍ଟିକାଲ କିଛି କର, ଖୋଜ, ନିରବଚ୍ଛିନ୍ନ ଭାବରେ ଖୋଜ, ତାହେଲେ ଉତ୍ତର ମିଳିବ ତୁମକୁ। ହଁ, ସେଟା ଏକମାତ୍ର ଦିଦି ସଂକଳ୍ପ ଏକମାତ୍ର ଦିଦିରେ ସେ କାମ ହେଇପାରିବ। ସଂକଳ୍ପ ଜିଦି। ହଉ, ଠିକ ଅଛି। ଏ ବି ଭଲ ଉତ୍ତର, ସମସ୍ତଙ୍କର ଭଲ ଉତ୍ତର। ଯିଏ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି, କିନ୍ତୁ ମୁଁ କହିବା ପ୍ରାକ୍ଟିକାଲ କରନ୍ତୁ। ପ୍ରାକ୍ଟିକାଲଟା କଣ କରିବେ? କିଏ ନ କହିଲେ ତୁମେ ଭାବୁଛ ମୋ ଉତ୍ତର ଭୁଲ ହବ, ତା ନାହିଁ। କୁହନ୍ତୁ, କହିବାକୁ ଚେଷ୍ଟା କର, ହୁଏତ ସେଇ ଭୁଲ ଉତ୍ତରଟା ଠିକ କାହିଁ ନ ହବ। ବୁଝିଲେ? ତୁମ ଭୁଲ ଉତ୍ତରଟା କାହିଁ ଠିକ ନ ହେଇପାରେ। ତେଣୁ ଯେଉଁମାନେ ରହିଯାଉଛନ୍ତି, ନ ରହିକରି କୁହନ୍ତୁ, କହିବାକୁ ଚେଷ୍ଟା କରନ୍ତୁ। କହିଲେ ସେଇଟା ପରିମାର୍ଜିତ ହବ। ହୁଏତ ତମ ଉତ୍ତରଟା ତୁମ ଭିତରେ ରହିଗଲା, ଠିକ ଉତ୍ତରଟା ରହିଗଲା, ତୁମ ଭିତରେ ପ୍ରକାଶ ହେଲା। ଭୟ କରିବାର କିଛି ନାହିଁ, ନିର୍ଭୟ କରି କହିପାରିବେ। ତେବେ ନିର୍ଭୁଲ ଉତ୍ତର ହେଉଛି ପ୍ରାକ୍ଟିକାଲ କଥା। ପୁରା କଣ ପ୍ରାକ୍ଟିକାଲରେ କଣ? ପୂର୍ଣ୍ଣ ଏକାଗ୍ରତା। ଏକାଗ୍ରତାରେ ବସିବ। ନା ଘର ଥିବ, ନା ଧନ ଥିବ, ନା ଖାଦ୍ୟ ଥିବ, ନା ପରିବାର ଥିବ, କେହି ବି ନଥିବେ ସେଠି। ସେଠି କେହି ନଥିବେ ମାନେ ତୁମ କଳ୍ପନାରେ କେହି ନଥିବେ, ତୁମ ଭାବନାରେ କେହି ନଥିବେ। ପୁରା ଏକାନ୍ତ ହେଇଗଲେ। ଦେଖନ୍ତୁ, ଗୋଟେ ଗୋଟେ ଲୋକ କୁହନ୍ତି, ଆସ ମୋ ସହିତ କଥା ହବ, ଆଉ ଗୋଟେ ରୁମକୁ ଡାକି ନେଇଯାଏ। ତାମାନେ ସେଇ କେହି ନଥିବେ। ଗୁପଚୁପ କଥା ହେଲା, ଧୀର ସ୍ଥିର କଥା ହେଲା, ମନ ଖୋଲି କଥା ହେଲା। ଆଉ ତୁମେ ତ ସମସ୍ତଙ୍କୁ ନେଇକି ଯାଉଛ ସାଙ୍ଗରେ, ସେ ତ ପଳେଇବ ନା। କାହାର ଭୋକର ଆସର ଅଛି, କାହାର ନିଦ୍ରାର ଆସର ଅଛି, କାହାର ପରିବାରର ଆସର ଅଛି, କାହାର କର୍ମର ଆସର ଅଛି। ମୁଁ ଏଇଟା କଲା ପରେ ପୁଣି କୁଆଡ଼େ ଯିବି, ମୁଁ ପୁଣି କୁଆଡ଼େ ଯିବି ଆପରେ। ଏଇଟା ବି ଗୋଟେ ବନ୍ଧନ, ଏଇଟା ବି ଗୋଟେ ତୁମର ଏକାଗ୍ରତାର ସ୍ଥାନ ନୁହେଁ। ତୁମେ ନେକ୍ସଟ କଣ କରିବ ଚିନ୍ତା କର। ନେକ୍ସଟ ଛାଡ଼ିଦିଅ, ବିଫୋର ଛାଡ଼ିଦିଅ, ପ୍ରେଜେଣ୍ଟରେ ରୁହ। ବର୍ତ୍ତମାନ ସ୍ଥିତିରେ ମୁଁ ଅଛି, ସିଏ ଅଛି, ଆଉ କେହି ନାହାନ୍ତି। କେବଳ ମୁଁ ଅଛି, ସିଏ ଅଛି। ସେ ଅପେକ୍ଷା କରିଛି ତୁମ କଥା ପାଇଁ। କେତେବେଳେ ତୁମେ ନିରୋଳା ହଉଛ, କେତେବେଳେ ମୋ ପାଖରେ ଆସି ବସୁଛ। ପୂର୍ଣ୍ଣ ଏକାଗ୍ରତା। ଏକାଗ୍ରତା ମାନେ ପୂର୍ଣ୍ଣ ଏକାଗ୍ରତା। ସେ ତୁମକୁ କଥା ହବ, ତୁମ ସହିତ ମାନେ ଆନ୍ସର ରଖିବ, ପ୍ରଶ୍ନ କରିବ, ଆନ୍ସର ଦଉଛି। ଶବ୍ଦ ଭିତରୁ ଆସିବ, ତୁମରି ଭିତରୁ ଆସିବ, କିନ୍ତୁ ଭିତରୁ ଆସିବ। ସେଟା କଣ ଦରକାର ନା ପୂର୍ଣ୍ଣ ଏକାଗ୍ରତା। ମୁଁ କଥା ହେବି, ଚେଷ୍ଟା କରିବ ବାରମ୍ବାର। ନ ହଉ ଆଜି ନ ହଉ କାଲି ହବ, କାଲି ନ ହଉ ପରଦିନ ହବ। କିଛି ଭୁଲିଯିବ, ତୁମକୁ ନିଜକୁ ଭୁଲିଯିବ ଯେ ମୁଁ ମୋ ଶରୀର ଅଛି, ମୁଁ ବସିଛି, ମୁଁ ସୁଖାସନରେ ବସିଛି, କି ଶବାସନରେ ବସିଛି, କି ତାଡ଼ାସନରେ ବସିଛି, ସେମିତି ନାହିଁ। ତୁମେ ନିଜ ଆସନକୁ ଭୁଲିଯିବ, ନିଜର ସ୍ଥିତି ଭୁଲିଯିବ।
ନିଜର କଳ୍ପନା ଭୁଲିଯିବ। କଳ୍ପନା ଏକ ହିଁ କଳ୍ପନା ଥିବ, ଏକ ଏକ କଳ୍ପନା। ସିଏ ମୋ ଫ୍ରଣ୍ଟରେ ଅଛି, ମୁଁ କଥା ହେବି ଭୁଲିଯିବ। ମାନେ କିଛି ରଖିବ ନାହିଁ ମନ ଭିତରେ, ସବୁ ଫୋପାଡ଼ି ଦେବ। ଯୋଉ କଳ୍ପନା ସବୁ ଫୋପାଡ଼ି। ବାରମ୍ବାର ଚେଷ୍ଟା କଲେ ହବ, ବାରମ୍ବାର ଏକାଗ୍ରତା ଆଣିଲେ ହବ, ହଠାତ୍ ହବନି। ଆଉ ସେଥିପାଇଁ ତୁମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ମୁଁ ଏକାଗ୍ରତାରେ ବସିବି, ମୁଁ କଥା ହେବି। ସେ କଥା କହିବ ତୁମକୁ। କେତେ ସୁନ୍ଦର ଅଭିନବ କଳ୍ପନା ସେ ରଖିଛି। ସେ ତ ବିରାଟ ଅଫିସର ନା, ଯେତେ ଅଫିସର ଅଛନ୍ତି ତାଠାରୁ ଅଫିସର କେହି ନାହାନ୍ତି ପୃଥିବୀରେ। ଆଉ ତୁମେ ତ ଭେଟ କରିବାକୁ ଚାହୁଁନ ନା, ତୁମେ କଣ ଚକ୍ରଭେଦନ କରୁଛ, ଆଉ କଣ ଭାବୁଛ? ପ୍ରଣବ କରୁଛ, ଆଉ କଣ ଭାବୁଛ? ଶୁଭନା କରୁଛ, ନା ଶୁଭନା ଅଛି ନା ଅଶୁଭ ଭାବନା ଅଛି, କିଛି ନାହିଁ। ହଁ କହିଛନ୍ତି ଆମେ ଚାଲିବା ସେଥିରେ, ନିରଞ୍ଜନ ଜଗଦୀଶ୍ୱର। ଏଥିରେ କଣ ଲାଭ ହବ? କିଛି ହବନି। ଚକ୍ରଭେଦନ କରୁଛ ଯେମିତି ଏକାଗ୍ରତାରେ କରୁଛ, ଗୋଟେ ସୂତ୍ର, ମାନେ ଅତି ସୂକ୍ଷ୍ମ ସୂତ୍ର ହଉଛି ଚକ୍ରଭେଦନ ଯେତେବେଳେ କରୁଛ ଯେମିତି ଏକାଗ୍ରତା ଆଣୁଛ। ମୁଁ ଦେଖିବି, ଚକ୍ରକୁ ଦେଖିବି, ଚକ୍ର ଦେଖାଯିବ, ଡେଫିନେଟଲି ଦେଖାଯିବ। ସେମିତି ତୁମେ ମୁଁ ଆତ୍ମାକୁ ଦେଖିବି, ମୁଁ କଥା ହେବି, ମୁଁ ଶବ୍ଦ ଶୁଣିବି, ପୁରା ଏକାଗ୍ରତାରେ ବସିବି ସ୍ଥିର ହେଇକିରି। ନା ରେଡ଼ିଓ ବାଜୁଥିବ, ନା ଟିଭି ଚାଲୁଥିବ, ନା କଲିଂ ବେଲ୍ ବାଜୁଥିବ, ନା ପ୍ରେସର ହୁଇସିଲ୍ ଥିବ, କିଛି ନଥିବ। ଏକାନ୍ତରେ ବସିବ। ମୁଁ କାହିଁ କହୁଛି, ବାରମ୍ବାର ଚେଷ୍ଟା କରୁଛି କଥା ହେବା। ମୁଁ କେହି ନଥିବେ, ମୁଁ ବହୁତ ନିରୋଳ ଜାଗାକୁ ଯାଏ, ବହୁତ ନିରୋଳ, ଯୋଉଠି କେହି ନଥିବେ। ଗଛ ମୂଳେ ବସିଯାଏ। ଆଉ ପୁଳେ ଭାବନା ନେଇକିରି ଗଲେ ପାହାଡ଼ ଉପରକୁ ଯାଅ, ଯୋଉଠି ଯାଅ, ସେ ତ ଭାବନା ତୁମକୁ ଆକର୍ଷଣ କରିବ ନା। କିଛି ଭାବନା ନଥିବ, ପୁରା ମାଇଣ୍ଡ ସେଟ୍ କରି ଯାଇଥିବ। ଘରୁ ବାହାରିଥିବ, ସାଇକେଲ ନେଇକି ଯାଇଥିବି, ତଳେ ସାଇକେଲ ରଖିଥିବି, ତଳେ ସାଇକେଲ ରଖିଛି କି ନାହିଁ ମନେ ପଡ଼ିବ। ପୁରା ଏକାନ୍ତ ଜାଗାରେ ଯାଇ ବସିଥିବି, ପୁରା ମାନେ ମାଇଣ୍ଡ ସେଟ୍ ହେଇକିରି ଗଲା। ମୁଁ ଏଇଟା କଥା ହେବି, ଯେମିତି ମାଇଣ୍ଡ ସେଟ୍ ହେଇଗଲା, ମୁଁ ଆକୁ ଦେଖା କରିବି। ସେ ଲୋକ ଦେଖା ହଉଛି, ନଥିଲେ ବସିଛ, ଅପେକ୍ଷା କରୁଛ, ଆସୁ, କୁଆଡ଼େ ଯାଇଛି ଆସୁ, ମୁଁ ତ ବସିବି, ଦେଖା ହେବି। ଏମିତି ହଉନି କି? ସେମିତି ପୂର୍ଣ୍ଣ ଏକାଗ୍ରତାରେ ଯଦି ଏକାଗ୍ରତା ହେଇଗଲା ମନ ଭିତରେ, ପୂର୍ଣ୍ଣ ଏକାଗ୍ରତା, ଆଉ କିଛି ନା, ମୁଁ ଦେଖିବି, ପୁରା ନିଶ୍ଚଳ ହେଇକି ବସିବି। ତାରି ଶବ୍ଦ କେବଳ ଆସିବ, ଆଉ କାହାର ଆସିବନି। ବାସ୍। ଆଉ ତୁମ କଳ୍ପନା ଭିତରେ ଯଦି ଥିବ, ହଁ କଥା ହେଇପାରେ ନ ହେଇପାରେ, ସେ କାହିଁ ଆସିବ? ସେ କାହିଁକି ଆସିବ କହୁନା? ତୁମେ ସ୍ୱୟଂ କହୁଛ କଥା ହେଇପାରେ ନ ହେଇପାରେ, ତୁମେ ସ୍ୱୟଂ କହୁଛ ମୁଁ କଣ କଥା ହେଇପାରିବି, ତାହେଲେ ସେ କାହିଁ କଥା ହବ? ତୁମେ ସ୍ୱୟଂ କହୁଛ ମୋର ସମୟ ନାହିଁ, ସେ କାହିଁ ସମୟ ଦବ? ତୁମେ ସ୍ୱୟଂ କହୁଛ ମୋର ଡିସକଣ୍ଟିନ୍ୟୁସ୍ ସାଧନ ହେଇଛି, ମୁଁ କଣ ଏ କାମ କରିପାରିବି? ହବନି। କାହିଁକି ହବ? ବୁଝନ୍ତୁ କଥା, ପୁରା ପଏଣ୍ଟେଡ୍ ହେଇକି ବୁଝନ୍ତୁ। ତୁମେ ପୁରା ଆକ୍ଟିଭ ହେଇକିରି ବସିବ ନା, ସବୁ କାମ ଛାଡ଼ି, ଯେପର୍ଯ୍ୟନ୍ତ ନ ହେଇଛି କଥା ସେ ପର୍ଯ୍ୟନ୍ତ ମୁଁ ବସିଛି। ଟ୍ରାଏ କରନ୍ତୁ, ଏ ମେଥଡ ଟ୍ରାଏ କରନ୍ତୁ ବାରମ୍ବାର, ତାର ପରିଣାମ ନିଶ୍ଚିନ୍ତ ମିଳିବ ତୁମକୁ, ପରିଣାମ ନିଶ୍ଚିନ୍ତ। ଅପେକ୍ଷା ଏ ଗୋଟେ ମାନେ କୁହେଳିକା ନୁହେଁ, ଏ ଗୋଟେ ମାୟା ନୁହେଁ, ଏ କଥା, ଏ ଗଳ୍ପ ନୁହେଁ, ଏ ବାସ୍ତବ ଚିତ୍ର। ଏ ପୁରା ବାସ୍ତବ, ପୁରା ବାସ୍ତବ। ଦି ଦିନ ଟ୍ରାଏ କଲ, ହେଲାନି, ଆଉ କିଏ କରୁଛି? ସ୍ୱୟଂ କହୁଛ କିଏ କରୁଛି, ତେଣୁ ସେ କାହିଁ ତମକୁ ସମୟ ଦେବ? ଥାର୍ଡ ଦିନ
ନିରବଚ୍ଛିନ୍ନ ସାଇଣ୍ଟିଷ୍ଟ ଆସିଲେ ବା ଥମାସ ଏଡିସନ ଆସିଲେ ତିଆରି କଲେ ବଲ୍, କେତେ ଥର ଫେଲ୍ୟୁର ହେଇଛନ୍ତି। 350 ଥର ଫେଲ୍ୟୁର ହେଲା ପରେ ସକ୍ସେସ୍ ହେଲେ। ମାନେ କେତେ ଧୈର୍ଯ୍ୟ, କେତେ ଉମଙ୍ଗ, କେତେ ଆଗ୍ରହ, କେତେ ଉତ୍ସାହ ସହିତ ସେକେଣ୍ଡ ଟାଇମ୍ ଫେଲ୍ୟୁର ହେଲା ପରେ ଆସିକି ଷ୍ଟାର୍ଟ କରନ୍ତି। ସେଇ ଉମଙ୍ଗ, ସେଇ ଇଚ୍ଛା ଶକ୍ତି ନା ହବ। ଗୋଟେ ବଲ୍ ତିଆରି କରିବାକୁ ଯଦି ଏତେ ସମୟ ଲାଗିଗଲା, ଏତେ ଥର ଟ୍ରାଏଲ, ତୁମର କାହିଁ ନ ହବ? ପୂର୍ଣ୍ଣ ଏକାଗ୍ରତାରେ ବସିବ। ଆଉ ଯୋଉ ଟେକ୍ନିକ ଗୁଡ଼ା ଆପ୍ଲାଏ କରୁଥିବ ସେତେବେଳେ ବୈଜ୍ଞାନିକ ମାନେ କରନ୍ତୁ, କେତେ ଏକାଗ୍ରତାରେ କରୁଥିବ ଅନୁଭବ କରନ୍ତୁ, କେତେ ଏକାଗ୍ରତାରେ କରୁଥିବ। ତେଣୁ ତୁମେ ପୂର୍ଣ୍ଣ ଏକାଗ୍ରତାରେ ଯଦି ବସିଯିବ, ମୁଁ ଦେଖିବି, କଥା ହେବି, ସେ କଥା ହିଁ ହବ। ଆଉ କିଛି ଶବ୍ଦ ଶୁଣିବନି, ଆଉ ବାହାର ଶବ୍ଦ ଆସିବନି, ତୁମକୁ ସେ ଶବ୍ଦ ଆସିବ କେବଳ। କାରଣ ସେ ହିଁ ଅଛି ତୁମ ଭିତରେ, ଆଉ କିଏ ନାହାନ୍ତି। ତୁମେ ଯଦି କନଫର୍ମ ଅଛ ସେଇ ଅଛି, ତାହେଲେ ତ ଦେଖା ହବ ହିଁ ହବ। ଆଉ ତୁମ ଭିତରେ ଯଦି ଅଜ୍ଞାନତା ଥିବ, ସତରେ କଣ ଆତ୍ମା ଅଛି ମୋ ଭିତରେ, ସତରେ କଣ କଥା ହବ? ସେ କାହିଁ କଥା ହବ? ତୁମେ ତ ସ୍ୱୟଂ କହୁଛ ସତରେ, ମିଛ ଯୋଡ଼ିଦେଲ, ତେଣୁ ସିଏ ସତରେ କାହିଁ ଆସିବ ତୁମ? ସବୁ ଯାକ ଭାବନା ତୁମ ଭିତରେ, ତୁମେ ଯାହା ଭାବନା ହବ ସେୟା ହିଁ ସେ ହବ। ତେଣୁ ପୂର୍ଣ୍ଣ ଏକାଗ୍ରତାର ସହିତ ଯେତେବେଳେ ବସିଯିବ, ନୂଆ ଉତ୍ସାହ ନେଇକି, ପ୍ରତ୍ୟେକ ଦିନ ନୂଆ ଉତ୍ସାହ ନେଇକି ତୁମେ ବସିବ। ଆସିବନି ସେ ଅପେକ୍ଷା କରିଛି ତୁମକୁ। ତୁମେ କଣ ଡାକିବ ତାକୁ? ସେ ବା ତୁମକୁ ଅପେକ୍ଷା କରିଛି କଥା ହେବା ପାଇଁ। ଧନ୍ୟବାଦ। ସମସ୍ତଙ୍କର ମତାମତ ବଳିଷ୍ଠ ଏବଂ ପାଖାପାଖି ଠିକ ଥିଲା। ତେବେ ଯେଉଁମାନେ ଯେଉଁ ରଙ୍ଗରେ, ଯେଉଁ ଢଙ୍ଗରେ କହିଛନ୍ତି, ସ୍ୱାଗତ ଯୋଗ୍ୟ କଥା। ତେଣୁ ସେଇଟା ଅଭାବ ରହିଲା କ'ଣ ତୁମର ନା ପ୍ରାକ୍ଟିକାଲ ଯଦି ହେଇଯିବ, ତାହେଲେ ଠିକ ଉତ୍ତର ଆସିବ, ଠିକ ସଜେସନ ଆସିବ, ଠିକ ମାନେ ସବୁ କିଛି ଠିକ ଲାଗିବ ତୁମକୁ। ତୁମେ ନିଜେ ସ୍ୱୟଂ କହିବ ଠିକ ମୁଁ କହୁଛି। ଆଉ ଗୋଟେ ଡିମେରିଟ ରହିଲା କ'ଣ ତୁମର? ଯୋଉ ପ୍ରଶ୍ନର ଉତ୍ତର ଯେଉଁମାନେ ଦେଲେ, ସେମାନେ 100% ଜାଣନ୍ତି ନାହିଁ ଯେ ମୁଁ ଠିକ କହୁଛି ବୋଲି। ସେଇଟା ହିଁ ଅସୁବିଧାର କାରଣ। କେହି ଗୋଟିଏ ନଥିବେ ଯେ ମୁଁ ଯାହା କହୁଛି ଠିକ ବୋଲି, ନିଜର ମନ କହୁନଥିବ, ସେଥିପାଇଁ ମାଇନସ ହେଇଗଲା। କୁହନ୍ତୁ ଜଣେ କିଏ କହିଛି, ଭାବନା ଆସିକି ନାହିଁ ମୁଁ ଯାହା କହୁଛି 100% ଠିକ ହେଇଥିବ, କାହାର ନଥିବ। ତେଣୁ କେନ୍ଦ୍ରବିନ୍ଦୁ ସ୍ୱୟଂ ତୁମେ। ଭାବନା ତୁମର କେନ୍ଦ୍ରବିନ୍ଦୁ, ଭାବନା ତୁମର କେନ୍ଦ୍ରବିନ୍ଦୁ। ତାକୁ ପୁରା ବଳଶାଳୀ କରନ୍ତୁ, ନେଗ୍ଲେକ୍ଟ କରନ୍ତୁ ନାହିଁ। ଠିକ ଅଛି, ଆଜିର ସତ୍ସଙ୍ଗକୁ ଆମେ ଏଇଠି ରଖିବା। ତେବେ କାହାର ମତାମତ ଅଛି ତାକୁ ଗ୍ରହଣ କରିବେ। ଗ୍ରହଣ କଲା ପରେ ସତ୍ସଙ୍ଗ ସାଙ୍ଗ କରିବେ। କୁହନ୍ତୁ କାହାର କ'ଣ ଅଛି, ଟିକେ କୁହନ୍ତୁ। ଜୟ ଜୟ ଗୁରୁଜୀ, ଗୁରୁମା। ସତ୍ସଙ୍ଗରେ ଉପସ୍ଥିତ ମୋର ଜ୍ଞାନୀ ଓ ଜିଜ୍ଞାସୁ ମୁନି ଭାଇ ଭଉଣୀମାନେ, ଆଜି ସତ୍ସଙ୍ଗରେ ଜୀବନ ମୃତ୍ୟୁର ରହସ୍ୟ ପରିଷ୍କାର ଭାବରେ ବର୍ଣ୍ଣନା କରାଗଲା ଏବଂ এই জীবনকে কিভাবে অমৃতময় করা যায়, মৃত্যুকে কিভাবে অমৃতময় করা যায়, ସେଥିପାଇଁ ରହସ୍ୟ ପ୍ରତିପାଦନ କରାଗଲା। ତାର ଏକମାତ୍ର ଉପାୟ ହେଉଛି ଯେ ଆତ୍ମସ୍ଥ ହୋଇ ଆତ୍ମା ସହ ଏକ ହୋଇଯାଏ। ଆତ୍ମା ସହ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଏକ ହୋଇଯିବ, ସେତେବେଳେ ଜୀବନ ସଫଳ ଏବଂ ଜୀବନ ଉତ୍କର୍ଷତା ମିଳିବ। ସେଇଟାକୁ କୁହାଯାଏ
तो माँ तो मैं तो माँ जितने को मैं जितने बात तो बड़े सुटा अमृत रूप परिणत आदिवासी ପ୍ରତିଭାଶାଳୀ ଥିଲା ଏବଂ ଆତ୍ମିକ ଥିଲା ଏବଂ ଯାହାକି ମନକୁ ସମୟ ପାଇଁ ସ୍ତବ୍ଧ କରିଦେବାର ପ୍ରଥମ ପାଇଁ ମୁଁ ଧନ୍ୟବାଦ ଦେବି ଗୁରୁଜୀ ପୁଣି ଥରେ ଜୟ ଧନ୍ୟବାଦ ମତାମତ ସକାରାତ୍ମକ ଥିଲା ସଂଗଠନିକ ଥିଲା ମତାମତ ପାଇଁ ଧନ୍ୟବାଦ ଆଉ କିଏ କହିବେ ଫୋନ କରିବେ ଜୟ ଜୟ ଗୋଟେ ହଁ ଜୟ ଜୟ ଆଜିର ଆଲୋଚନା ଅତ୍ୟନ୍ତ ଗର୍ବର ଥିଲା ଭାଇ ମାନେ ମୋର ଆମର ବହୁତ ଭଲ ଭଲ ପ୍ରଶ୍ନର ଉତ୍ତର ଦେଲେ ଯୋଉ ଆତ୍ମଦେବ ସହିତ ମିଶିବା କଥା କହୁଛନ୍ତି କଥାବାର୍ତ୍ତା ଆଲୋଚନା ହେଲା ବହୁତ କଥା ସମସ୍ତେ କହିଲେ ଆପଣ ଯୋଉ କହିଲେ ପ୍ରାକ୍ଟିକାଲ ବି ପ୍ରକୃତ ନିହାତି ସତ୍ୟ କଥା ପ୍ରାକ୍ଟିକାଲ କେତେ ଆମେ ହେଇପାରୁଛୁ ପ୍ରାକ୍ଟିକାଲ ହେଲେ ହିଁ ଆତ୍ମଦେବ ତମ ପାଇଁ ସବୁବେଳେ ଅଛନ୍ତି ତମ ସାଙ୍ଗେ କଥା ଅଛନ୍ତି ସମସ୍ତ କର୍ମ ସେ ଦେଖୁଛନ୍ତି ଶିଖିଲୁ ଆଉ ମୃତ୍ୟୁ ମଣିଷ ଗୋଟେ ମୁଦ୍ରା ଜୀବନ ମରଣ ଗୋଟେ ମୁଦ୍ରା ଦୁଇଟି ପାର୍ଶ୍ୱ ସତ୍ୟ କଥା ଜନ୍ମ ସାଙ୍ଗେ ମୃତ୍ୟୁଟା ହିଁ ଆସିଥାଏ ଫିକ୍ସ ହେଇଥାଏ ସେ ମୃତ୍ୟୁଟା କେହି ଜାଣିନଥାନ୍ତି ଆମେ କିପରି ମୃତ୍ୟୁକୁ ଜୟ କରିବା ମୃତ୍ୟୁ ଭୟ ନ କରିବା ସେ ସବୁ ଆଲୋଚନା ହେଲା ବହୁତ ଭଲ ଲାଗିଲା ଆଉ ଗୋଟିଏ କଥା ମୁଁ କହିବି ଆପଣ ଯୋଉ ଆଲୋଚନା କଲେ ଯେତେ ଲୋକ ଯିଏ ଯାହା କହିଲେ ସମ୍ପୂର୍ଣ୍ଣ ଠିକ କଥା କଣ ଆମେ ଯୋଉ ସଂସାର ଭିତରେ ରହିଛୁ ଆତ୍ମଦାନ ସାଙ୍ଗେ କଥାବାର୍ତ୍ତା 24 ଘଣ୍ଟା ଭିତରେ ହେଇପାରିବନି ଯଦି ଆତ୍ମଦାନ ଦୟା ହୁଏ କି ଆମେ ସେମିତି ସମର୍ପିତ ହେଇଯାଉ ଗୋଟେ କ୍ଷଣ କିମ୍ବା ଟିକେ ସମୟ ମାତ୍ର ଲେସ୍ ମାତ୍ର ବି ଆମେ ସମସ୍ତେ ବି ଅନୁଭବ କରିପାରିବେ ଯେତେବେଳେ ସମ୍ପୂର୍ଣ୍ଣ ସମ୍ବଳିତ ହେଇଯିବ ଆତ୍ମଦାନ ନିଶ୍ଚିତ ସାଙ୍ଗେ କଥାବାର୍ତ୍ତା ହେବେ ତୁମେ କଣ କରୁଛ ତମ କାମକୁ ଆଗେଇ ନେବେ ତମ କର୍ମରୁ ସଚେତନ କରିବେ ସ୍ୱଚ୍ଛ କରିବେ ଏଇଟା ମୋର ବି ପ୍ରାକ୍ଟିକାଲ ନଲେଜ ଅଛି ସବୁବେଳେ ତ ହଉନି କୋଉ ନିମିଷେ ମାତ୍ର ବି କୋଉ ଦିନ ତାଙ୍କର ଦୟା ଥିବ ତମେ ସେଇଭଳିଆ କନସେଣ୍ଟ୍ରେସନ ରଖି ବସିଥିବ ସବୁ ଛାଡିଦେବ ସେତେବେଳେ ଆତ୍ମଦାନ ନିଷ୍ଠ ରୂପେ କଥା ହେବେ ଏଇଟା ମୋର ପ୍ରାକ୍ଟିକାଲ ଲାଇଫ ଜୟ ଜୟ ଧନ୍ୟବାଦ ସୁନ୍ଦର ମତାମତ ରଖିଲେ ସୁନ୍ଦର ଲାଗିଲା ମତାମତ ପାଇଁ ଧନ୍ୟବାଦ ନେକ୍ସଟ ଆଉ କି କହିବେ କୁହନ୍ତୁ ଯଦି ଆଉ କାହାର ମତାମତ ଅଛି କୁହନ୍ତୁ ଅଳ୍ପ ସମୟ କୁହନ୍ତୁ ସେକେଣ୍ଡ ସେସନ ଅଛି ଆଡମିସନ ଗୋଟେ କୁହନ୍ତୁ କି କହିବେ ଯଦି ଏବେ ମୁଁ କହି ରଖୁଛି ସୁନ୍ଦର ଭାବରେ ଯେଉଁ କାମ କରୁଛନ୍ତି ପୁରା ନିଟ୍ ଆଣ୍ଡ କ୍ଲିନ୍ କରନ୍ତୁ ମନ ଦେଇକି କରନ୍ତୁ ସହାୟକି ଠିକ ହେଇଯିବ ଯେକୌଣସି କାମ କରୁଛନ୍ତି ଯୋଗ କେବଳ ନୁହେଁ ଅନ୍ୟ କାମ ସବୁ ମନ ଦେଇକି କରନ୍ତୁ ପୂର୍ଣ୍ଣ ମନରେ ଏକାଗ୍ରତାରେ କରନ୍ତୁ ସବୁ ଠିକ ହଉ ଆଜି ଏଇଠି ସତ୍ସଙ୍ଗକୁ ସାଙ୍ଗ କରିବା ସମସ୍ତେ ଉପଯୁକ୍ତ ଆନ୍ସର ରଖିଥିଲେ ଭାବ ଉଦ୍ଦୀପକ ପ୍ରଶ୍ନ ଥିଲା ବହୁତ ଡିଫିକଲ୍ଟ ପ୍ରଶ୍ନ ଥିଲା କାହିଁକିନା ପ୍ରାକ୍ଟିକାଲ ସହିତ ଯିଏ ନଥିବେ ଏ କଥା କହିପାରିବେ ନାହିଁ ତେଣୁ ଯାହା ସବୁ ଉତ୍ତର ରଖିଛନ୍ତି ବହୁତ ସୁନ୍ଦର ଲାଗୁଥିଲା ମୋତେ ମଝିରେ ମୁଁ ହସୁଥିଲି ଶୁଣୁଥିଲି ଯାହା ତ ଆନ୍ସର ଯାହା ହେଲେ ବି ତ ଅଛି ଭିତରେ କିଛି ଚେଷ୍ଟା କରୁଛନ୍ତି କହିବା ପାଇଁ ପ୍ରୟୋଗାତ୍ମକ ଭିତ୍ତିରେ ଠିକ ଲାଗୁଥିଲା ଆଉ ସମସ୍ତେ ସଚେତନ ହେଇ ଶୁଣିଛନ୍ତି ମନେ ରଖିଛନ୍ତି ଆଉ ଆନ୍ସର ବି ରଖିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜୟ ଜୟ ଆଜ୍ଞା ଶୁଣ ଭାଇ ହଁ